ଏହି ଭିଡ଼ିଓରେ ଆମେ ବିଭିନ୍ନ ପ୍ରकारର ଚତୁର୍ଭୁଜ ବିଷୟରେ ଜାଣିବା। ପ୍ରଥମେ ଆମେ ଜାଣିବା ଟ୍ରାପିଜିୟମ୍ ବିଷୟରେ। ଏବେ ଟ୍ରାପିଜିୟମ୍ କହିଲେ ଆମେ କ'ଣ ବୁଝିବା? ଯେଉଁ ଚତୁର୍ଭୁଜର ଏକ ଯୋଡ଼ା ବିପରୀତ ବାହୁ ସମାନ୍ତର ତାହାକୁ ଆମେ ଟ୍ରାପିଜିୟମ୍ କହିବା। ଚତୁର୍ଭୁଜର ଚାରୋଟି ବାହୁ ଥାଏ। ସେ ଚାରୋଟି ଯାକ ବାହୁରୁ କୌଣସି ଦୁଇଟି ବିପରୀତ ବାହୁ ଦ୍ୱୟ ଯଦି ସମାନ୍ତର ରହିବେ ତେବେ ତାହାକୁ ଆମେ ଟ୍ରାପିଜିୟମ୍ କହିବା। ଆମ ପାଖରେ ଗୋଟେ ଚତୁର୍ଭୁଜ ଅଛି EFGH। এই EFGH रे ই কোণ এবং H কোণ দ্বয় এক পার্শ্বস্থ অন্তস্থ কোণ দ্বয়। যদি এই কোণ দ্বয়କୁ মিশাইবা আমি পাউছে কেতে 180 ডিগ্রি। যেতবেলে এক পার্শ্বস্থ অন্তস্থ কোণ দ্বয়র পরিমাণর সমষ্টি 180 ডিগ্রি হুয়ে সেতবেলে সে বাহু দ্বয় সমান্তর থাନ୍ତି। তেণু এটি EF এবং GH সমান্তর। তেণু EFGH ଏହା ଗୋଟେ ଟ୍ରାପିଜିୟମ୍। ଏବେ ଆମେ ଜାଣିବା ସାମାନ୍ତରିକ ଚିତ୍ର ବିଷୟରେ। ଯେଉଁ ଚତୁର୍ଭୁଜର ଦୁଇ ଯୋଡ଼ା ବିପରୀତ ବାହୁ ସମାନ୍ତର ତାହା ଏକ ସାମାନ୍ତରିକ ଚିତ୍ର। ଦେଖ ପିଲାମାନେ, ମୋ ପାଖରେ ଗୋଟେ ସାମାନ୍ତରିକ ଚିତ୍ର ଅଛି PQRS। କାହିଁକି ଏଇଟା ସାମାନ୍ତରିକ ଚିତ୍ର? କାରଣ PQ ଏବଂ RS ସମାନ୍ତର, QR ଏବଂ PS ବି ସମାନ୍ତର। ଏବଂ ସାମାନ୍ତରିକ ଚିତ୍ରରେ ବିପରୀତ ବାହୁମାନଙ୍କର ଦୈର୍ଘ୍ୟ ବି ସମାନ ରୁହେ। ତେଣୁ ଏଠି PQ ଏବଂ SR ର ଦୈର୍ଘ୍ୟ 6 ସେଣ୍ଟିମିଟର ଅଛି, ସମାନ ଅଛି। ସେପରି PS ଏବଂ QR ର ଦୈର୍ଘ୍ୟ ବି ସମାନ ଅଛି, 8 ସେଣ୍ଟିମିଟର ଅଛି। ଏବେ ଆମେ ଜାଣିବା ଆୟତ ଚିତ୍ର ବିଷୟରେ। ଯଦି କୌଣସି ଚତୁର୍ଭୁଜର ପ୍ରତ୍ୟେକ କୋଣ ସମକୋଣ ରହିବ ତେବେ ତାହା ଏକ ଆୟତ ଚିତ୍ର ହେବ। ଦେଖ, ଏଠାରେ ଆମ ପାଖରେ ଗୋଟେ ଚତୁର୍ଭୁଜ ଅଛି, ଚତୁର୍ଭୁଜ ABCD। ଏବଂ ଦେଖ, ପ୍ରତ୍ୟେକ କୋଣର ପରିମାଣ କେତେ ଅଛି? 90 ଡିଗ୍ରୀ ଅଛି। ତେଣୁ ଏହା ଏକ ଆୟତ ଚିତ୍ର। ଏବଂ ଆୟତ ଚିତ୍ରରେ ବି ବିପରୀତ ବାହୁଗୁଡ଼ିକ କ'ଣ? ସମାନ୍ତର ଥାନ୍ତି ଏବଂ ସମାନ ଥାନ୍ତି। ତେଣୁ ଏଠି AB ର ଦୈର୍ଘ୍ୟ ଯାହା CD ର ଦୈର୍ଘ୍ୟ ବି ସେଇଆ ହେବ। BC ର ଦୈର୍ଘ୍ୟ ଯାହା AD ର ଦୈର୍ଘ୍ୟ ବି ସେଇଆ। ଏବଂ AB CD ସମାନ୍ତର, BC AD ସମାନ୍ତର। ଏହାପରେ ଆମେ ଜାଣିବା ରମ୍ବସ୍ ବିଷୟରେ। ଯେଉଁ ଚତୁର୍ଭୁଜର ବାହୁମାନଙ୍କର ଦୈର୍ଘ୍ୟ ସମାନ ତାହା ଏକ ରମ୍ବସ୍। ତେଣୁ ଚାରୋଟି ଯାକ ବାହୁର ଦୈର୍ଘ୍ୟ ସମାନ ହୋଇଥିବା ଦରକାର। ଦେଖ ପିଲାମାନେ, ଏଠାରେ ମୁଁ ଗୋଟେ ଚତୁର୍ଭୁଜ ନେଇଛି MNOP, ଯାହାର ଚାରୋଟି ଯାକ ବାହୁର ଦୈର୍ଘ୍ୟ ଦେଖ 5 ସେଣ୍ଟିମିଟର ଅଛି। ତେଣୁ ଏହା ଗୋଟେ ରମ୍ବସ୍। ଏବଂ ଏଠାରେ ବି ବିପରୀତ ବାହୁଗୁଡ଼ିକ କ'ଣ? ସମାନ୍ତର ହେବ। ବୁଝିପାରିଲ? MN ସମାନ୍ତର ହେବ OP ସହ, NO ସମାନ୍ତର ହେବ MP ସହ। ଏବେ ଆମେ ଜାଣିବା ବର୍ଗ ଚିତ୍ର ବିଷୟରେ। ଯେଉଁ ଚତୁର୍ଭୁଜର ବାହୁମାନଙ୍କର ଦୈର୍ଘ୍ୟ ସମାନ ହୋଇଥିବ ଏବଂ ପ୍ରତ୍ୟେକ କୋଣର ପରିମାଣ 90 ଡିଗ୍ରୀ ହୋଇଥିବ, ଅର୍ଥାତ୍ ପ୍ରତ୍ୟେକ କୋଣ ସମକୋଣ ହୋଇଥିବ, ତାହା ଏକ ବର୍ଗ ଚିତ୍ର। ଦେଖ, ଏ ଚତୁର୍ଭୁଜରେ ଯଦି ଚାରୋଟି ଯାକ ବାହୁ ଖାଲି ସମାନ ଥାନ୍ତା, କୋଣ 90 ଡିଗ୍ରୀ ନଥାନ୍ତା, ତାହା ଏକ ରମ୍ବସ୍ ହୋଇଥାନ୍ତା। ଏବଂ ଯଦି ପ୍ରତ୍ୟେକ କୋଣର ପରିମାଣ 90 ଡିଗ୍ରୀ ହୋଇଗଲା ତେବେ ସେ ରମ୍ବସ୍ଟି କ'ଣ ହୋଇଗଲା? ବର୍ଗ ଚିତ୍ର ହୋଇଗଲା। ତେଣୁ ମୁଁ କହିପାରିବି ଯେଉଁ ରମ୍ବସ୍ର ପ୍ରତ୍ୟେକ କୋଣର ପରିମାଣ 90 ଡିଗ୍ରୀ ତାହା ଏକ ବର୍ଗ ଚିତ୍ର। ଏବଂ ଏ ବର୍ଗ ଚିତ୍ରରେ ବି ବିପରୀତ ବାହୁ ସମାନ୍ତର, ଅର୍ଥାତ୍ MN ସମାନ୍ତର ହେବ PO ସହ, NO ସମାନ୍ତର ହେବ MP ସହ।